40 ବର୍ଷ ହେଲା ରୁଦ୍ରନାଥ ଜନସାଧାରଣଙ୍କ ପାଇଁ ତାଙ୍କର ଦ୍ୱାର ଖୋଲା ନଥିଲା। ସେ ଗୋଟେ ଆବଦ୍ଧ ବାଉଣ୍ଡରୀ ଭିତରେ ବାଡ଼ ଭିତରେ ତାଙ୍କୁ ରଖା ହେଇଥିଲା ଏବଂ ଜନସାଧାରଣ ତାଙ୍କୁ ଦର୍ଶନ କରିପାରୁନଥିଲେ। ଏବଂ ଯେଉଁ ପରିବାର ଅକ୍ତିଆରରେ ସେଇଟା ଥିଲା ଆମେ ତାଙ୍କୁ ପଦଟିଏ କହିଲୁ ଆମେ ଖାଲି ଆମ ତରଫରୁ। ଏବଂ ମୁଁ ତ ନିଜେ ପ୍ରସ୍ତୁତ ଥିଲି ତାଙ୍କ ଘରକୁ ଯାଇକରି ପହଞ୍ଚିକି ତାଙ୍କୁ ବୁଝିବା ପାଇଁ। ଆମେ 2 ଦିନ 3 ଦିନ ତଳେ ତାଙ୍କୁ ଫୋନ୍ କରିଥିଲୁ ଏବଂ ଫୋନ୍ କରିବା ପରେ ସେ ନିଜେ ଆସିଲେ, ତାଙ୍କର ବାପ ପୁଅ 2 ଜଣ ଯାକ ଆସିଥିଲେ। ଆମେ ତାଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଇବୁ, ଧନ୍ୟବାଦ ଜଣାଇବୁ ପ୍ରଶାସନ ତରଫରୁ, ଯେ 2 ଜଣ ଯାକ ଆସିକରି ଆଜି ସ୍ୱଇଚ୍ଛାରେ ସେମାନେ ପ୍ରଶାସନ ଆଗରେ ଆମ ଆଗରେ ପ୍ରକାଶ କଲେ ଯେ ସାର୍ ଆମେ ରୁଦ୍ରନାଥ ମନ୍ଦିରକୁ ଯେଉଁ ଆବଦ୍ଧ ହେଇକରି ରହିଛନ୍ତି ଦୀର୍ଘ 40 ବର୍ଷ ହେଲା, ଆମେ ତାକୁ ଖୋଲି ଦେବାକୁ ଚାହୁଁଛୁ। ଏବଂ ରୁଦ୍ରନାଥ ମନ୍ଦିର ଯେଉଁଟା ଜାଗାଟା ଆକ୍ଚୁଆଲି ତାଙ୍କର ଅଛି ବର୍ତ୍ତମାନ, ସେଇ ଜାଗାଟା ସେ କିଣି ସାରିଛନ୍ତି। କିନ୍ତୁ ଆମ ସେ ମନ୍ଦିର ପାଇଁ ଯେତିକି ଜାଗା ଦରକାର, ମନ୍ଦିରର ଚାରିଆଡ଼େ ଆମେ ଗୋଟେ 6 ଫୁଟର ଜାଗା ବି ସେ ଛାଡ଼ିଦେବେ। ଏବଂ ତା ସହିତ ଗୋପାଳଜୀ ମନ୍ଦିର ଯେଉଁଟା ଆମର ଅଛି, ଗୋଟେ ବିରାଟ ପ୍ରାଚୀର ଅଛି, ବହୁତ ବଡ଼ ପ୍ରାଚୀର। ସେ ପ୍ରାଚୀର ସାଇଡ୍ରୁ ଆମେ ତାକୁ ଖୋଲିବୁ ଏବଂ ସେଆଡ଼ୁ ସେ ମଧ୍ୟ ସେ ରାସ୍ତାଟାକୁ ଛାଡ଼ିଦେବେ। ତେଣୁ ଗୋଟେ ମନ୍ଦିର ପାଇଁ ଏ ଯେଉଁ ରୁଦ୍ରନାଥ ମନ୍ଦିର ପୁରା ଖୋଲିବା ପାଇଁ ଯେତିକି ଦରକାର ଜାଗା, ସିଏ ସ୍ୱଇଚ୍ଛାରେ ଦାନ କରିଦେବା ପାଇଁ ଆଜି ରାଜି ହେଲେ। ଏବଂ ଆଜି ହିଁ ଆମେ କାମ ଆରମ୍ଭ କରିଦେଲୁ, ଦ୍ୱାର ଖୋଲିଗଲା। ମ୍ୟୁନିସିପାଲିଟି ଲୋକଙ୍କୁ ନେଇକରି ଆମେ ଆଜି ତାର ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଗଛ କଟା ଯେଉଁ ଅନାବନା ଘାସ ବୁଦା ସବୁ ଥିଲା ତାକୁ ମଧ୍ୟ କଟାଇ ଆରମ୍ଭ କରିଛୁ। ଏବଂ ରୁଦ୍ରନାଥ ଯେଉଁଟା ଆମର ଏଠିକାର ଜଣେ ଗୋଟେ ପ୍ରତିଷ୍ଠିତ ଦେବ, ମହାଦେବଙ୍କର ଅବତାର ରୁଦ୍ରନାଥ, ଯିଏ 40 ବର୍ଷ ଧରିକିରି ଗୋଟେ ଅନ୍ଧାର ଭିତରେ ଥିଲେ, ସିଏ ଏବେ ଚାହିଁଲେ ବୋଧେ ବାହାରକୁ ଆସିବେ ଏବଂ ଜନସାଧାରଣଙ୍କୁ ଦର୍ଶନ ଦେବେ। ଯେମିତି ଆମେ ବଡ଼ଗୋପାଳ ଜୀଉଙ୍କୁ 42 ବର୍ଷ ପରେ ଆଣିଲୁ, 40 ବର୍ଷ ପରେ ଆମେ ଆଜି ସମର୍ଥ ହେଇଛୁ ତାଙ୍କୁ ଆଜି ସିଏ ଆଜି ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି ଜନସାଧାରଣଙ୍କୁ ଦର୍ଶନ ଦେବା ପାଇଁ, ଆଶୀର୍ବାଦ